15 ତାରିଖ ପରୀକ୍ଷା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଅଳ୍ପ ସମୟ ମଧ୍ୟରେ ସବୁକିଛି ପଢ଼ିବା ସମ୍ଭବ ନୁହେଁ। ତେଣୁ ଆପଣଙ୍କୁ ସ୍ମାର୍ଟ ଷ୍ଟଡି କରିବାକୁ ପଡ଼ିବ। ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ OHPC ପରୀକ୍ଷା ପାଇଁ ନିମ୍ନଲିଖିତ ପଦ୍ଧତି ଆପଣାନ୍ତୁ। 1 ବିନା 20 ନିୟମ ପାଳନ କରନ୍ତୁ। ଫୋକସ୍ ଅନ୍ ଇମ୍ପୋର୍ଟାଣ୍ଟ ଚାପ୍ଟର୍ସ। ପରୀକ୍ଷାର 80 ପ୍ରଶ୍ନ କେବଳ 20 ମୁଖ୍ୟ ଚାପ୍ଟରରୁ ଆସିଥାଏ। ସେଗୁଡ଼ିକ ହେଲା ଇଲେକ୍ଟ୍ରିସିଆନ ପାଇଁ AC DC ମେସିନ୍ସ, ଟ୍ରାନ୍ସଫର୍ମର, ଜେନେରେସନ ଟ୍ରାନ୍ସମିଶନ ଏବଂ ସେଫ୍ଟି। ଫିଟର ୱେଲ୍ଡର ପାଇଁ ୱେଲ୍ଡିଂ ଟାଇପ୍ସ ଡିଫେକ୍ଟସ, ରିଭେଟିଂ, ଲିଡ୍ ମେସିନ୍ ଏବଂ ମେଜରିଂ ଇନଷ୍ଟ୍ରୁମେଣ୍ଟସ। ସେଫ୍ଟି ସାଇନ୍ସ। ଏଥିରୁ 2 ବିନା 3ଟି ପ୍ରଶ୍ନ ନିଶ୍ଚିତ ଆସିବ, ତେଣୁ ସବୁ ଚିହ୍ନଗୁଡ଼ିକୁ ମନେ ରଖନ୍ତୁ। 2. ନିମି କ୍ୱେଶ୍ଚନ ବ୍ୟାଙ୍କରୁ ରିଭିଜନ କରନ୍ତୁ। ଏବେ ନୂଆ ବହି ପଢ଼ିବା ବନ୍ଦ କରନ୍ତୁ। ଭାରତ ସ୍କିଲ୍ସ ନିମି ପୋର୍ଟାଲରେ ଥିବା ଅବଜେକ୍ଟିଭ MCQs ଗୁଡ଼ିକୁ ମୁଖସ୍ଥ କଲା ପରି ବାରମ୍ବାର ପଢ଼ନ୍ତୁ। ITI ସ୍ତରର ସରକାରୀ ପରୀକ୍ଷାରେ 70 ବିନା 80 ପ୍ରଶ୍ନ ସିଧାସଳଖ ଏହି ନିମି PDFରୁ ହିଁ ଆସିଥାଏ। 3. ଗୁରୁତ୍ୱପୂର୍ଣ୍ଣ ଡାଏଗ୍ରାମ ଏବଂ ସିମ୍ବଲ ଦେଖନ୍ତୁ। ଅନେକ ସମୟରେ ପରୀକ୍ଷାରେ ଗୋଟିଏ ଛବି ଡାଏଗ୍ରାମ ଦେଇଥାଏ ଏବଂ ତାହା କେଉଁ ପାର୍ଟ ବା କେଉଁ ଯନ୍ତ୍ର ପଚାରିଥାଏ। ଉଦାହରଣ ସ୍ୱରୂପ, ମାଇକ୍ରୋମିଟରର ବାହାର ପାର୍ଟସ, ୱେଲ୍ଡିଂର ବିଭିନ୍ନ ପ୍ରକାରର ଜଏଣ୍ଟସ, ବଟ୍ ଲ୍ୟାପ୍ ଟି ଜଏଣ୍ଟ, ଇଲେକ୍ଟ୍ରିକାଲ ସର୍କିଟ ସିମ୍ବଲ୍ସ। 4. ନନ୍ ଟେକ୍ନିକାଲ ପାଇଁ କ'ଣ କରିବେ? ରିଜନିଂ ମ୍ୟାଥ୍ସ। ପ୍ରତିଦିନ ଅତିକମରେ 1 ଘଣ୍ଟା ସହଜ ସର୍ଟକଟ୍ ଟ୍ରିକ୍ ଦେଖନ୍ତୁ। ନମ୍ବର ସିରିଜ, ଆନାଲୋଜି, ପରସେଣ୍ଟେଜ। ଜେନେରାଲ ଏୱାରନେସ୍। ଓଡ଼ିଶାର ଭୂଗୋଳ ଏବଂ ବିଦ୍ୟୁତ ପ୍ରକଳ୍ପ ହାଇଡ୍ରୋ ପ୍ରୋଜେକ୍ଟ ବିଷୟରେ ଟିକେ ପଢ଼ି ନିଅନ୍ତୁ, ଯେହେତୁ ଏହା OHPC ପରୀକ୍ଷା। 5. ଶେଷ 4 ଦିନର ପ୍ଲାନ୍, ଲାଷ୍ଟ 4 ଡେଜ୍ ଷ୍ଟ୍ରାଟେଜି। ସକାଳେ ଟ୍ରେଡ୍ ଥିଓରିର ନିମି MCQ ରିଭିଜନ କରନ୍ତୁ। ଦ୍ୱିପ୍ରହର ଗଣିତ ଏବଂ ରିଜନିଂ ସୂତ୍ରଗୁଡ଼ିକୁ ଦେଖନ୍ତୁ। ସନ୍ଧ୍ୟାରେ ଗତ ବର୍ଷର ପ୍ରଶ୍ନପତ୍ର ପ୍ରିଭିୟସ୍ ଇୟର ପେପର ସମାଧାନ କରନ୍ତୁ। ରାତିରେ ଦିନସାରା ଯାହା ପଢ଼ିଲେ ତାକୁ ଥରେ ଆଖି ବୁଲାଇ ଦିଅନ୍ତୁ। OHPC ପାଇଁ ବିଶେଷ ଟିପ୍ସ, ସ୍ମାର୍ଟ ଟିପ୍ସ। ୟୁଟ୍ୟୁବରୁ ସାହାଯ୍ୟ ନିଅନ୍ତୁ। ୟୁଟ୍ୟୁବରେ ITI ନିମି MCQ ରିଭିଜନ କିମ୍ବା OHPC ପ୍ରିଭିୟସ୍ ଇୟର କ୍ୱେଶ୍ଚନ ସର୍ଚ୍ଚ କରନ୍ତୁ। ଶୁଣିବା ଏବଂ ଦେଖିବା ଦ୍ୱାରା ଜଲ୍ଦି ମନେ ରହେ। ଓଡ଼ିଆରେ ନନ୍ ଟେକ୍ନିକାଲ। ଓଡ଼ିଶା ଜିଲ୍ଲା ଏବଂ ପ୍ରମୁଖ ନଦୀବନ୍ଧ, ଡ୍ୟାମ୍ସ ଗୁଡ଼ିକର ନାମ ପଢ଼ନ୍ତୁ, ଯେପରିକି ହୀରାକୁଦ, ଇନ୍ଦ୍ରାବତୀ। ଆପଣଙ୍କ ପାଇଁ ଶେଷ ପରାମର୍ଶ, ଏବେ ନୂଆ କିଛି ଗଭୀର ଭାବେ ପଢ଼ନ୍ତୁ ନାହିଁ। କେବଳ ୱାନ୍ ଲାଇନର କ୍ୱେଶ୍ଚନ୍ସ, 1 ପଦରେ ଉତ୍ତର ଏବଂ ଫର୍ମୁଲାଗୁଡ଼ିକୁ ବାରମ୍ବାର ରିଭିଜନ କରନ୍ତୁ। ମୁଁ କ'ଣ ବିଲକୁଲ OHPC ପରୀକ୍ଷା ପାଇଁ କିଛି ଅତି ଗୁରୁତ୍ୱପୂର୍ଣ୍ଣ ଜେନେରାଲ ନଲେଜ GK ପ୍ରଶ୍ନ ଓଡ଼ିଆରେ ନିମ୍ନରେ ଦିଆଗଲା। ଯେହେତୁ ଏହା ଏକ ହାଇଡ୍ରୋ ପାୱାର କର୍ପୋରେସନ ଜଳବିଦ୍ୟୁତ ପରୀକ୍ଷା, ତେଣୁ ଓଡ଼ିଶାର ନଦୀବନ୍ଧ ଏବଂ ଶକ୍ତି ପ୍ରକଳ୍ପ ଉପରେ ଅଧିକ ପ୍ରଶ୍ନ ଆସିପାରେ। ଓଡ଼ିଶା ସ୍ପେଶାଲ GK OHPC ପାଇଁ ଅତି ଜରୁରୀ। 1. ହୀରାକୁଦ ନଦୀବନ୍ଧ କେଉଁ ନଦୀ ଉପରେ ନିର୍ମିତ? ଉତ୍ତର, ମହାନଦୀ, ସମ୍ବଲପୁର। ଏହା ବିଶ୍ୱର ଦୀର୍ଘତମ ମାଟି ବନ୍ଧ, ଲଙ୍ଗେଷ୍ଟ ଅର୍ଥନ ଡ୍ୟାମ୍। 2. ଓଡ଼ିଶାର କେଉଁ ସ୍ଥାନକୁ ପାୱାର ହବ୍ କୁହାଯାଏ? ଉତ୍ତର, ଅନୁଗୁଳ ତାଳଚେର ଅଞ୍ଚଳ। 3. ଓଡ଼ିଶାର ପ୍ରଥମ ଜଳବିଦ୍ୟୁତ ପ୍ରକଳ୍ପ କେଉଁଟି? ଉତ୍ତର, ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ, କୋରାପୁଟ। 4. ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ଉତ୍ତର, କଳାହାଣ୍ଡି। ଭାରତର ପ୍ରମୁଖ GK ଜେନେରାଲ ଏୱାରନେସ୍। 5. ଭାରତର ସର୍ବୋଚ୍ଚ ଜଳବିଦ୍ୟୁତ କେନ୍ଦ୍ର, ହାଇଏଷ୍ଟ ଡ୍ୟାମ୍ କେଉଁଟି? ଉତ୍ତର, ତେହେରୀ ଡ୍ୟାମ୍। ତେହେରୀ ଡ୍ୟାମ୍, ଉତ୍ତରାଖଣ୍ଡ। 6. କେଉଁ ନଦୀକୁ ଓଡ଼ିଶାର ଗଙ୍ଗା ବୋଲି କୁହାଯାଏ? ଉତ୍ତର, ମହାନଦୀ। 7. ସୂର୍ଯ୍ୟ ମନ୍ଦିର, କୋଣାର୍କ କେଉଁ ରାଜା ନିର୍ମାଣ କରିଥିଲେ? ଉତ୍ତର, ଲାଙ୍ଗୁଳା ନରସିଂହ ଦେବ। 8. ଓଡ଼ିଶାର ବର୍ତ୍ତମାନର ଶକ୍ତିମନ୍ତ୍ରୀ ଏନର୍ଜି ମିନିଷ୍ଟର କିଏ? ଟିପ୍ସ, ପରୀକ୍ଷା ପୂର୍ବରୁ ବର୍ତ୍ତମାନର ଓଡ଼ିଶା ମନ୍ତ୍ରିମଣ୍ଡଳ ତାଲିକା ଥରେ ଦେଖିନିଅନ୍ତୁ। ବିଜ୍ଞାନ ଏବଂ କମ୍ପ୍ୟୁଟର, ବେସିକ୍ ସାଇନ୍ସ IT। 9. ବିଦ୍ୟୁତ୍ ଶକ୍ତିର ଏକକ, ୟୁନିଟ୍ ଅଫ୍ ଇଲେକ୍ଟ୍ରିକାଲ ଏନର୍ଜି କ'ଣ? ଉତ୍ତର, କିଲୋୱାଟ ଘଣ୍ଟା, କିଲୋୱାହାଚ, ଯାହାକୁ ଆମେ ୟୁନିଟ୍ କହୁ। 10. କମ୍ପ୍ୟୁଟରର ମସ୍ତିଷ୍କ କାହାକୁ କୁହାଯାଏ? ଉତ୍ତର, CPU, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। 11. ବିଦ୍ୟୁତ୍ କରେଣ୍ଟ ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ? ଉତ୍ତର, ଆମିଟର। ଆମିଟର। ବିଭବ ପାର୍ଥକ୍ୟ, ଭୋଲ୍ଟେଜ ପାଇଁ ଭୋଲ୍ଟମିଟର ବ୍ୟବହାର ହୁଏ। ପ୍ରସ୍ତୁତି ପାଇଁ ଶେଷ ମନ୍ତ୍ର।
ଓଡ଼ିଶାର ଭୂଗୋଳ ପ୍ରମୁଖ ନଦୀ, ହ୍ରଦ, ଚିଲିକା, ଅଂଶୁପା ଏବଂ ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରକନିକା ବିଷୟରେ ଜାଣି ରଖନ୍ତୁ। କରେଣ୍ଟ ଆଫେୟାର୍ସ ଗତ 6 ମାସର ମୁଖ୍ୟ ଖେଳ, ସ୍ପୋର୍ଟସ ଏବଂ ଓଡ଼ିଶା ସରକାରଙ୍କ ନୂଆ ଯୋଜନା ବିଷୟରେ ପଢ଼ନ୍ତୁ। ପରୀକ୍ଷା ପାଇଁ ଆଉ ମାତ୍ର କିଛି ଦିନ ଥିବାରୁ ଏଠାରେ ରିଜନିଂ ଏବଂ ମ୍ୟାଥ୍ସର କିଛି ବାଛି ବାଛି ପ୍ରଶ୍ନ ଓ ଟ୍ରିକ୍ସ ଦିଆଗଲା, ଯାହା ITI ପିଲାମାନଙ୍କ ପାଇଁ ପ୍ରାୟତଃ ପରୀକ୍ଷାରେ ଆସିଥାଏ। 1. ରିଜନିଂ ଯୁକ୍ତିଶକ୍ତି। ରିଜନିଂରେ ସମୟ ବଞ୍ଚାଇବା ପାଇଁ ଏହି 3ଟି ଟପିକ୍ ଦେଖନ୍ତୁ। ନମ୍ବର ସିରିଜ୍ ସଂଖ୍ୟା ଶ୍ରେଣୀ। ପ୍ରଶ୍ନ 2, 4, 8, 16। ଟ୍ରିକ୍ ଏଠାରେ ପ୍ରତି ସଂଖ୍ୟା 2 ଗୁଣ ହେଉଛି, ତେଣୁ 16x2 32। କୋଡିଂ ଡିକୋଡିଂ ଏଥିପାଇଁ ABCDFGIJKL। ର ନମ୍ବର A1 B2 ମନେ ରଖନ୍ତୁ। ଇଜୋଟି 5, 10, 15, 20, 25 ଫର୍ମୁଲା ବ୍ୟବହାର କରନ୍ତୁ। ଡାଇରେକ୍ସନ ସେନ୍ସ ଦିଗ ନିର୍ଣ୍ଣୟ ମନେ ରଖନ୍ତୁ। ଉପର ଦିଗ ଉତ୍ତର ନର୍ଥ, ତଳ ଦକ୍ଷିଣ ସାଉଥ, ଡାହାଣ ପୂର୍ବ ଇଷ୍ଟ ଏବଂ ବାମ ପଶ୍ଚିମ ୱେଷ୍ଟ। ଓ ମ୍ୟାଥମେଟିକ୍ସ ଗଣିତ ITI ୱାର୍କସପ୍ କାଲକୁଲେସନ୍ ସାଇନ୍ସ ସହିତ ଜଡ଼ିତ ଏହି ସୂତ୍ରଗୁଡ଼ିକ ରିଭିଜନ କରନ୍ତୁ। ପରସେଣ୍ଟେଜ ଶତକଡ଼ା। ଯଦି ଗୋଟିଏ ବସ୍ତୁର ଦାମ 500 ଟଙ୍କା ଏବଂ ସେଥିରେ 10 ରିହାତି ଡିସ୍କାଉଣ୍ଟ ମିଳୁଛି, ତେବେ ଦାମ କେତେ? ସମାଧାନ 500 ଟାଇମ୍ସ ଫ୍ରାକ୍ 10 150 ଟଙ୍କା ରିହାତି। ବିକ୍ରି ମୂଲ୍ୟ 550 450 ଟଙ୍କା। ଏରିଆ ଭଲ୍ୟୁମ୍ କ୍ଷେତ୍ରଫଳ ଓ ଆୟତନ। ସର୍କଲ ବୃତ୍ତ କ୍ଷେତ୍ରଫଳ PR2। ସିଲିଣ୍ଡର ଆୟତନ PR2H। ITI ଟ୍ରେଡ୍ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ସିମ୍ପଲ ଇଣ୍ଟରେଷ୍ଟ ସରଳ ସୁଧ। ସୂତ୍ର I ଫ୍ରାକ୍ P ଟାଇମ୍ସ R ଟାଇମ୍ସ T 100। P ମୂଳଧନ, R ସୁଧ ହାର, T ସମୟ। 3. ITI ପିଲାମାନଙ୍କ ପାଇଁ ଶେଷ ଟିପ୍ସ। 1. ୟୁନିଟ୍ କନଭର୍ସନ 1 ଇଞ୍ଚ 25, 4 mm 1 କିଲୋଗ୍ରାମ 2 ପାଉଣ୍ଡ। ଏହି ଛୋଟ ଛୋଟ ପରିବର୍ତ୍ତନ ମନେ ରଖନ୍ତୁ। 2. ନେଗେଟିଭ ମାର୍କିଂ ମନେ ରଖନ୍ତୁ, OHPC ପରୀକ୍ଷାରେ ନେଗେଟିଭ ମାର୍କିଂ ଅଛି। ତେଣୁ ଯେଉଁ ପ୍ରଶ୍ନ ଜମାରୁ ଜାଣିନାହାନ୍ତି, ତାକୁ ଅଟକଳରେ ଗେସ୍ ମାରନ୍ତୁ ନାହିଁ। 3. ଆଡମିଟ୍ କାର୍ଡ ନିଜର ଆଡମିଟ୍ କାର୍ଡ ପ୍ରିଣ୍ଟ କରି ସେଥିରେ ଥିବା ଇନଷ୍ଟ୍ରକ୍ସନ୍ସକୁ ଭଲ ଭାବେ ପଢ଼ି ନିଅନ୍ତୁ। ଆପଣ